ଅରବିନ୍ଦ ପାଢ଼ୀ ଯେଉଁ ଆସିଲେ ମାନେ ଇଏ ପରଫେକ୍ଟ ଲୋକ ଆସିଲେ କାହିଁକି ନା ସିଏ 3 ବର୍ଷ ରହି ବର୍ତ୍ତମାନ 4 ବର୍ଷ ରହିକି ଯାଇଛନ୍ତି ଏଠି ବର୍ତ୍ତମାନ ପରିଚାଳନା କରିଛନ୍ତି ଯିଏକି ଜଗନ୍ନାଥ ମନ୍ଦିରରେ ଆଡମିନିଷ୍ଟ୍ରେସନ କରିକି ରହିବେ ତାଙ୍କୁ ନିହାତି କମ 10 ବର୍ଷ ଦରକାର ସେ ଜାଣିକି ରହିବା ଦରକାର ଇ ତାଙ୍କୁ କ'ଣ କି ବର୍ଷେ 1.5 ବର୍ଷ ରହିଗଲା ପରେ ଇ ସେବାୟତ ମାନେ କହୁଛନ୍ତି ଆଳି ତ କାଲି ପଳିବ ଇ ସାଙ୍ଗରେ କଥାବାର୍ତ୍ତା କ'ଣ ଯିଏ ଆସୁଛନ୍ତି ସିଏ କହୁଛନ୍ତି ଆମେ ତ ବର୍ଷକ ଭିତରେ ଯିବୁ ଆମେ କାଲି ଜଗନ୍ନାଥ ମନ୍ଦିରକୁ ଆସିଲେ ଆମକୁ ସେତେବେଳେ ତ ଦଇତାପତି ନଥିବେ କି ବର୍ତ୍ତମାନ ରଥ ନଥିବ ଆମକୁ ୟା ଭିତରେ କ'ଣ କଥା କହିବେ ତେଣୁ ଇ ବର୍ତ୍ତମାନ କିନ୍ତୁ ସେଥିପାଇଁକା ଯିଏ ଆସିବେ 8-10 ବର୍ଷ ଏଠି ରହିବେ ଏଠି ପରିଚାଳନା ଠିକ୍ କରିବେ ସ୍ଥାୟୀ ଭାବରେ ରହିବେ ଏଠି ତାଙ୍କର ବର୍ତ୍ତମାନ ଏଠି ଅଫିସ ମେଣ୍ଟେନ ହାନି ଲାଭ ସବୁ ରହିବ ଯାହାର ଯାହା ଦରକାର ସେ ଯାଇ ସେଠି କହିପାରିବେ ଏଇଭଳିଆ ଆଡମିନିଷ୍ଟ୍ରେସନ ଦରକାର ତାପରେ ଏଠି ଯେଉଁ ଅରବିନ୍ଦ ପାଢ଼ୀଙ୍କ ଭଳିଆ ଲୋକ ଆବଶ୍ୟକ ନିହାତି ଦରକାର ଆପଣ ନିଶ୍ଚିତ ଭାବରେ ଆପଣ କହୁଥିଲେ ଯାହା ଆଉ ଗୋଟେ ବଡ଼ ପ୍ରଶ୍ନ ହେଉଛି ଯେ ଆପଣ ବି ମଧ୍ୟ କହୁଥିଲେ ମହାପ୍ରଭୁଙ୍କର ଯେତେବେଳେ ମହାପ୍ରଭୁ ଭୋଗ ଖାଆନ୍ତି ସକାଳ ଦେବ ଖେଚେଡ଼ି ଭୋଗ ଖାଆନ୍ତି ଖେଚେଡ଼ି ଭୋଗ ଖାଇସାରିଲା ପରେ ହିଁ ସେନାପଟା ଲାଗି ହୁଏ ଯେଉଁମାନେ ସେବାୟତ ମାନେ କହୁଛନ୍ତି ମହାପ୍ରଭୁ ଠିକରେ ଖାଇପାରିଲେନି ମହାପ୍ରଭୁଙ୍କୁ ଠିକ ଭାବରେ ଦେଖେଇଲେନି ବିଭିନ୍ନ ଅଭିଯୋଗ ଆସୁଛି ଅଭିଯୋଗ ହେଉଛି ଯେ ନବ ଯୌବନ ଯାହାକୁ କୁହାଯିବ ସେଥିରେ ବର୍ତ୍ତମାନ ସକାଳ ନୀତି ସକାଳ ଧୂପ ମଧ୍ୟାହ୍ନ ଧୂପ ବଡ଼ ସିଙ୍ଗାର ପର୍ଯ୍ୟନ୍ତ ନୀତି ନବଯୌବନ ଦିନ ସରିଲା ପରେ ରାତି ବଡ଼ ସିଙ୍ଗାର ସରିଲା ପରେ ବାହୁଟି କଣ୍ଟ ହେଇ ସେନାପଟା ଲାଗି ହେବ ସେନାପଟା ଲାଗି ସରିଲା ବେଳକୁ ସକାଳ ଭୋର ହେଇଥିବ ଭୋର ହେଇକି ସୂର୍ଯ୍ୟ ଉଦୟ ହେଲା ବେଳକୁ ଆମେ ସେନାପଟା ଲାଗି ସାରି ଘରକୁ ଆସିବୁ ଘରେ ଆମର ଯାହା ହେଇଥିବ ଖେଚେଡ଼ି ଫେଚେଡ଼ି ଆଣିଲା ପରେ ଆମର ଯାହା ଗୋଟେ ହେଇଥିବ ଖାଇ ପିଇକିରି ଆମେ ସାଙ୍ଗେ ସାଙ୍ଗେ ଯିବୁ ସେଠି ଖେଚେଡ଼ି ଭୋଗ ସରିଥିବ ମହାପ୍ରଭୁଙ୍କ ପାଖରେ ଖେଚେଡ଼ି ଭୋଗ ସରିଥିବ ଏ ଘରେ ସେ ଘରେ ନୀତି ଅଲଗା ଥିଲା କ'ଣ ଅଲଗା ଏ ଘରେ ସରିଲା ପରେ ଆମେ ଏଠି ଆସି ଯାଇକି ସାଙ୍ଗେ ସାଙ୍ଗେ ଗଲା ମାତ୍ରେ ସାଙ୍ଗେ ସାଙ୍ଗେ ମଙ୍ଗଳାର୍ପଣ ହେବେ ଆଉ ଡେରି ନାହିଁ କିନ୍ତୁ ଘଣ୍ଟ ଛତି କାଳି ଏଠି ଆଉ ଭୋଗ ସକାଳ ଦିପରେ ନାହିଁ କିନ୍ତୁ ଏଠି ଘଣ୍ଟ ଛତି କାଳି ବାଜିକି ଯେଉଁ ନବଯୌବନ ଦିନ ଭୋଗ ଗଲା ସେ ଭୋଗଟା କେଉଁ ଦିନ ପିଙ୍କା ଗଲା ସେଇଟା ନବଯୌବନ ପିଙ୍କା ପଳେଇଲା ତେବେ ଶ୍ରୀଗୁଣ୍ଡିଚାର ଭୋଗ କାହିଁ ଉପାସରେ ଗଲେ ଦିଅ ଗୁଣ୍ଡିଚା ମନ୍ଦିରରେ ଆପଣଙ୍କର କେମିତି ହବ ପୁଣି ଖେଚେଡ଼ି ଭୋଗ ଖାଇସାରିଲା ପରେ ସେନାପଟା ଲାଗି ହବା କଥା ସେଠି ହଉଥିଲା ଗୁଣ୍ଡିଚା ଘରେ ଆଗରୁ କାହିଁକିନା ସେ ଘରେ କ'ଣ ନା ମା ଖାଇବା ଏ ଘରେ ସ୍ତ୍ରୀ ଖାଇବା ଏଇଟା ହେଉଛି ସ୍ତ୍ରୀଙ୍କର ବାସସ୍ଥାନ ସିଏ ହେଉଛି ମାଙ୍କର ବାସସ୍ଥାନ ଜନ୍ମସ୍ଥାନ ଏଇ ଜନ୍ମସ୍ଥାନ ଆଉ ଏଇ ସ୍ଥାନ ଭିତରେ ପ୍ରଭେଦ ଅଛି ଏଇ ଘରର କାର୍ଯ୍ୟକ୍ରମ ଟିକେ ଅଲଗା ସେ ଘରର କାର୍ଯ୍ୟକ୍ରମ ଟିକେ ଅଲଗା ସେ ମା ଯେତେବେଳେ ଖାଇବାକୁ ଦେବେ ସିଏ ଏକଦମ ଭୋରୁ ସୂର୍ଯ୍ୟ ଉଦୟ ବେଳକୁ ମାନେ ଯେମିତି ହେଲେ ସେଠି ଖେଚେଡ଼ି ଭୋଗଟା ସରିବ ସୂର୍ଯ୍ୟ ଉଦୟ ହେଉଥିବେ ଖେଚେଡ଼ି ଭୋଗଟା ସେଠି ସାଙ୍ଗେ ସାଙ୍ଗେ ସରିବ ତାପରେ ସେନାପଟା ଲାଗିଟା ହେଇକି ଦିନ ବାହାରିବେ ଗୋଟେ ଆମେ ସେଥିପାଇଁକା ଗୋଟେ କୁସୁମୀ ଲାଗି କରିଦେଇକି ଆମେ ଘରକୁ ଆସୁ ଆଉ ତାପରେ ଯାଇକି ସେଠି କରୁ ଆପଣ ତ ମୁଖ୍ୟ ବାଡ଼ଗ୍ରାହୀ ବଳଭଦ୍ରଙ୍କ ରଥର ଏଭଳି ଯେଉଁ ଗୋଟେ ଅଘଟଣ ଘଟିଲା ଏ ଘଟଣାକୁ ନେଇକରି ଶ୍ରୀମନ୍ଦିର ପ୍ରଶାସନକୁ ବା ଆପଣଙ୍କର ଯେଉଁ ଅସୁବିଧା ଯେଉଁ ନବଯୌବନ ଦର୍ଶନ କରତେ ଏହି ସମ୍ପର୍କରେ ଯେଉଁ ବା ରଥ ଉପରେ ଅଧିକ ସେବକ ରହୁଛନ୍ତି ସେ ସମ୍ପର୍କରେ କେବେ ଶ୍ରୀମନ୍ଦିର ପ୍ରଶାସନକୁ ଅବଗତ କରାଇଛନ୍ତି ଶ୍ରୀମନ୍ଦିର ପ୍ରଶାସନକୁ ତ ଆଜିକି 20 ବର୍ଷ ହେଲା କହି ଆସୁଛୁ ଲେଖିକିରି ବି ଦେଇଛୁ ମ୍ୟାନେଜିଂ କମିଟିରେ ଲେଖିକିରି ମଧ୍ୟ ଦେଇଛୁ ପ୍ରତିବର୍ଷ ଯିଏ ମ୍ୟାନେଜିଂ କମିଟିର ଅଧ୍ୟକ୍ଷ ଆମର ଗଜପତି ମହାରାଜା ତାଙ୍କୁ ବି ପ୍ରତିବର୍ଷ ଯାଇକିରି ଆମର ଯେତେବେଳେ ନେଇକି ରାଜପ୍ରସାଦ ଆଉ ଖଡ଼ିପ୍ରସାଦ ନେଇକି ଯାଉଛୁ ସେତେବେଳେ ବସିକି ମିଟିଂ କରି କହୁଛୁ ମଣିମା ଏୟା ହେଲା ସେୟା ହେଲା ହଁ ବୁଝିବା ହଁ ଘରେ ଥାଉ ତମେ କର ଟିକେ ଦେଖିବା ଅମୁକ କରିବା ସମୁକ କରିବା ଆଉ ତମେ ଟିକେ ଚଳି ଦିଅ ଅମୁକ ଦିଅ ଆଉ ଅର୍ଥ ପ୍ରଶାସନ ହେୟ ଜ୍ଞାନ କରୁଛି ହେୟ ଜ୍ଞାନ କରି ଆସୁଥିଲେ ହଁ ସେମିତି ତ ରଥ ଚଳିଯିବ ଆଉ କ'ଣ ସେମିତି ଦିଅନ୍ତ ଓହ୍ଲେଇ ପଡ଼ିବେ ଆଉ ସେମିତି ତ ଓହ୍ଲେଇ ପଡ଼ୁଛନ୍ତି ଆଉ ସିଏ ବି ସେମିତି ଓହ୍ଲେଇ ପଡ଼ୁଛନ୍ତି ଯାଉଛନ୍ତି ତାଙ୍କର ସେ ଆସୁଛନ୍ତି ଆମେ ବି କହିବୁ କ'ଣ ସେ ବି କହିବ କ'ଣ ଆମେ ପଛକେ ଯାହା ଭୋଗ କରୁଛୁ ପ୍ରଶାସନ ବି ତା ଯାହା ସେ ଭୋଗ କରୁଛନ୍ତି କିନ୍ତୁ ପ୍ରଶାସନର ବୁଝିବା କାମ ରଥଯାତ୍ରାରେ ପ୍ରଶାସନର ସ୍ପେଶାଲ ଦାୟିତ୍ୱ ମାନେ ସବୁଥିରେ ମାନେ କାର୍ଯ୍ୟରେ କର୍ମରେ ରଥରେ ଆଣିଲେ ମାନେ ଆମେ ଯାହାକୁ କହିବୁ ରଥ ଉପରେ କିଏ ବସୁଛି
ପ୍ରଶାସନ ସେଥିପାଇଁ ତାର ବ୍ୟବସ୍ଥା ସାଙ୍ଗେ ସାଙ୍ଗେ କରିବେ। ରଥ ଆଜି ଏଇନେ ସୁନାବେଶ ହେବେ ସିଂହଦ୍ୱାରରେ, ସୁନା କୋଟି କୋଟି ଟଙ୍କାର ସୁନା ଲାଗି ହେବେ। ତେମେ ତାକୁ ହେ ଜ୍ଞାନ କରିଦେଇକିରି ଆମେ ତାଙ୍କୁ ବାରମ୍ବାର କହୁଛୁ ଯେ ରଥ ଉପରେ ଯେଉଁମାନେ ପାଳିଆ ଅଛନ୍ତି ସେଇମାନଙ୍କୁ ତମେ ଦିଅ, ବର୍ତ୍ତମାନ ସେମାନେ ଆସିକି ସେ କରିବେ। ଅଯଥାରେ 50 ଆସିକି 100 ଆସିକି ସେଠି ଯେଉଁ ସେବା କରୁଛନ୍ତି ଆମେ କରିବୁ ଆମେ କରିବୁ ଆମେ କରିବୁ, ସେ ତା ଭିତରୁ ଗୋଟେ କୋଉଠି ଗୋଟେ କ'ଣ ଗୋଟେ ମାଳି ଚୋରି ହେଇଯିବ, ତା ଭିତରୁ ଗୋଟେ କ'ଣ ଅଘଟଣ ଘଟିବ, ସେଥିପାଇଁ କିଏ ଦାୟୀ ହେବ? ପ୍ରଶାସନ ଏଗୁଡ଼ା ସବୁ ଶୁଣିବା ଦରକାର ନା। ଆଉ ଯାହା ରେକର୍ଡ ଅଫ୍ ରାଇଟ୍ରେ ଅଛି ପ୍ରଶାସନ ତାକୁ ଦେଖିକିରି ସେଇଭଳିଆ କାର୍ଯ୍ୟ କରିବା ଦରକାର।